ଠିକ୍ ଅଛି। ଆରମ୍ଭରୁ ଗୋଟିଏ ଦୃଶ୍ୟ କଳ୍ପନା କରାଯାଉ। ମାନେ ଗୋଟିଏ ପଟେ ଏକ ବିଶାଳ $1 ବିଲିୟନ ବହୁରାଷ୍ଟ୍ରୀୟ କମ୍ପାନୀ ଅଛି, ସରକାରୀ ପ୍ରଶାସନ ଆଉ ପୁଲିସ ବାହିନୀ ବି ପୂରା ପ୍ରସ୍ତୁତ ହୋଇ ଛିଡ଼ା ହୋଇଛନ୍ତି। ହଁ, ଆଉ ଅନ୍ୟପଟେ ଅଛନ୍ତି କିଛି ସାଧାରଣ ଗ୍ରାମବାସୀ। ବିଲକୁଲ, ଯେଉଁମାନଙ୍କ ହାତରେ କୌଣସି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନାହିଁ। ସେମାନଙ୍କ ପାଖରେ ଅଛି କେବଳ ମାନବ ଶୃଙ୍ଖଳ, ନିଜ ଭିଟାମାଟି ପ୍ରତି ଥିବା ଅଗାଧ ପ୍ରେମ ଆଉ ଗ୍ରାମସଭାରେ ଭୋଟ ଦେବାର ଏକ ସାମ୍ବିଧାନିକ ଅଧିକାର। ଠିକ୍। ସାଧାରଣ ଦୃଷ୍ଟିରେ ଦେଖିଲେ ଲାଗିବ ଯେ ଗ୍ରାମବାସୀମାନେ ନିଶ୍ଚିତ ହାରିଯିବେ। ଏତେ ବଡ଼ ଶକ୍ତି ଆଗରେ ସେମାନେ କେମିତି ତିଷ୍ଠିବେ? କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେମାନେ ଜିତିଲେ। ସତରେ ଏହା ଏକ ଅବିଶ୍ୱସନୀୟ ଘଟଣା। ଆଜିର ଏହି ଗଭୀର ଅନୁଧ୍ୟାନରେ ଆମେ ଏମିତି କିଛି ଐତିହାସିକ ଘଟଣା ଉପରେ ଆଲୋକପାତ କରିବାକୁ ଯାଉଛୁ। ଏହା କେବଳ କିଛି ଛୋଟମୋଟ ବିଦ୍ରୋହ ନୁହେଁ, ଏହା ହେଉଛି ଓଡ଼ିଶାରେ 1850 ମସିହାରୁ ଆରମ୍ଭ ହୋଇଥିବା ଆଦିବାସୀ ଏବଂ ସାମାଜିକ ଆନ୍ଦୋଳନର ଏକ 150 ବର୍ଷର ଅବିଚ୍ଛିନ୍ନ ଧାରା। ଉପନିବେଶବାଦ ବିରୋଧୀ ସଂଗ୍ରାମରୁ ଆରମ୍ଭ କରି ବର୍ତ୍ତମାନର ପରିବେଶ ସୁରକ୍ଷା ପର୍ଯ୍ୟନ୍ତ ଏକ ଲମ୍ବା ଯାତ୍ରା। ନିଶ୍ଚିତ ଭାବରେ। ଆଉ ଏହି ସମ୍ପୂର୍ଣ୍ଣ ଐତିହାସିକ ପ୍ରକ୍ରିୟାକୁ ଠିକ୍ ଭାବରେ ହୃଦୟଙ୍ଗମ କରିବାକୁ ହେଲେ ଆମକୁ ପ୍ରଥମେ ଓଡ଼ିଆ ପ୍ରତିରୋଧର 3ଟି ମୁଖ୍ୟ ସ୍ତମ୍ଭକୁ ବୁଝିବାକୁ ପଡ଼ିବ। ଏହି 3ଟି ସ୍ତମ୍ଭ ହେଉଛି ସେହି ମୂଳଦୁଆ ଯାହା ଉପରେ ଏହିସବୁ ଆନ୍ଦୋଳନ ଛିଡ଼ା ହୋଇଛି। ଆଚ୍ଛା, ସେହି 3ଟି ମୁଖ୍ୟ ସ୍ତମ୍ଭ କ'ଣ କ'ଣ? ପ୍ରଥମଟି ହେଲା ଆଣ୍ଟି ଇଣ୍ଡଷ୍ଟ୍ରିଆଲାଇଜେସନ୍ ବା ଶିଳ୍ପାୟନ ବିରୋଧୀ ସଂଗ୍ରାମ। ଦ୍ୱିତୀୟଟି ହେଲା ଦଳିତ ସଶକ୍ତିକରଣ ବା ଦଳିତ ଏମ୍ପାୱରମେଣ୍ଟ ଏବଂ ତୃତୀୟଟି ହେଲା ଲିଙ୍ଗୁଇଷ୍ଟିକ୍ ଆଣ୍ଡ କଲଚରାଲ ରାଇଟ୍ସ ଅର୍ଥାତ୍ ଭାଷାଭିତ୍ତିକ ଏବଂ ସାଂସ୍କୃତିକ ଅଧିକାର। ଗୋଟିଏ ମୁହୂର୍ତ୍ତ ଅଟକିବା ଏଠି। ଆମେ ଯେତେବେଳେ ପ୍ରଥମ ସ୍ତମ୍ଭ ଅର୍ଥାତ୍ ଶିଳ୍ପାୟନ ବିରୋଧୀ କଥା କହୁଛୁ, ସାଧାରଣତଃ ମନରେ ପ୍ରଶ୍ନ ଆସେ ଯେ ଶିଳ୍ପାୟନ ତ ବିକାଶର ଏକ ମାଧ୍ୟମ। ନୂଆ କାରଖାନା ବସିଲେ ଲୋକଙ୍କୁ ରୋଜଗାର ମିଳିବ, ଅର୍ଥନୀତି ସୁଦୃଢ଼ ହେବ। ହଁ, ସାଧାରଣତଃ ସମସ୍ତେ ସେୟା ହିଁ ଭାବନ୍ତି। ତେବେ ଏହାକୁ ବିରୋଧ କରିବାର କାରଣ କ'ଣ ଥିଲା? କ'ଣ ଲୋକମାନେ ବିକାଶ ଚାହୁଁନଥିଲେ? ଏହା ଏକ ବହୁତ ଯୁକ୍ତିଯୁକ୍ତ ପ୍ରଶ୍ନ। ବାସ୍ତବରେ ଏହି ବିରୋଧ ବିକାଶ ବିରୋଧରେ ଆଦୌ ନଥିଲା। ଏହା ଥିଲା ବିକାଶ ନାମରେ ହେଉଥିବା ବିସ୍ଥାପନା ଆଉ ଶୋଷଣ ବିରୋଧରେ। ଦେଖନ୍ତୁ, ଯେତେବେଳେ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଖଣିଜ ଉତ୍ତୋଳନ କରିବାକୁ ଆସନ୍ତି, ସେତେବେଳେ କେବଳ ଜଙ୍ଗଲ କଟାଯାଏ ନାହିଁ। ଆଉ କ'ଣ ହୁଏ? ସେଠାରେ ପିଢ଼ି ପିଢ଼ି ଧରି ବାସ କରୁଥିବା ଆଦିବାସୀମାନଙ୍କର ସମ୍ପୂର୍ଣ୍ଣ ଜୀବନଶୈଳୀ, ସେମାନଙ୍କର ଘରଦ୍ୱାର ଆଉ ପାରମ୍ପରିକ ଜୀବିକା ସବୁକିଛି ଧ୍ୱଂସ ହୋଇଯାଏ। ତେଣୁ ଏହି ପ୍ରଥମ ସ୍ତମ୍ଭଟି କେବଳ ଶିଳ୍ପକୁ ଅଟକାଇବା ପାଇଁ ନୁହେଁ, ବରଂ ପରିବେଶ ଆଉ ମୂଳ ଅଧିବାସୀଙ୍କ ବାସସ୍ଥାନକୁ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ। ସେହିପରି ଦ୍ୱିତୀୟ ସ୍ତମ୍ଭଟି ହେଉଛି ଐତିହାସିକ ସମୟରୁ ଚାଲିଆସିଥିବା ବ୍ୟବସ୍ଥାଗତ ଅନ୍ୟାୟ ବିରୋଧରେ ଏକ ସ୍ୱର, ଯାହା ମାନବାଧିକାରକୁ ସୁନିଶ୍ଚିତ କରେ। ଠିକ୍। ଏବଂ ତୃତୀୟ ସ୍ତମ୍ଭଟି ନିଜର ସ୍ୱଦେଶୀ ପରିଚୟ, ଐତିହ୍ୟ ଆଉ ସ୍ୱାୟତ୍ତତା ସଂରକ୍ଷଣ କରିବାର ଅଧିକାର ବିଷୟରେ କହୁଛି। ଏହି 3ଟି ଯାକ ଦିଗ ପରସ୍ପର ସହିତ ଓତପ୍ରୋତ ଭାବେ ଜଡ଼ିତ। ବୁଝିଲି। ଅର୍ଥାତ୍ ଏହା କେବଳ କାରଖାନାକୁ ନାସ୍ତି କରିବା ନୁହେଁ, ଏହା ନିଜର ଅସ୍ତିତ୍ୱକୁ ବଞ୍ଚାଇ ରଖିବାର ଏକ ଲଢ଼ାଇ। ତେବେ ଆସନ୍ତୁ ଇତିହାସର ପୃଷ୍ଠ ଟିକେ ଓଲଟାଇ ଦେଖିବା। ଏହି ଲଢ଼ାଇର ମୂଳଦୁଆ କେବେ ଆଉ କେମିତି ପଡ଼ିଥିଲା? ପରୀକ୍ଷା ଦୃଷ୍ଟିକୋଣରୁ ଯଦି ଦେଖିବା, ତେବେ ଆମ ଆଲୋଚନାର ଏହି ଭାଗଟି ବହୁତ ଜରୁରୀ। ହଁ, କାରଣ ଏଠାରେ ଆମେ କିଛି ପ୍ରମୁଖ ତାରିଖ ଏବଂ ଘଟଣା ବିଷୟରେ କଥା ହେବା। 1850ରୁ 1860 ଦଶକ ମଧ୍ୟରେ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଦ୍ରୋହ ଆମକୁ ଦେଖିବାକୁ ମିଳେ। ଉଦାହରଣ ସ୍ୱରୂପ 1856ରୁ 1857 ମଧ୍ୟରେ ଗଞ୍ଜାମ ଅଞ୍ଚଳରେ ରାଧାକୃଷ୍ଣ ଦଣ୍ଡସେନାଙ୍କ ନେତୃତ୍ୱରେ ଶବର ବିଦ୍ରୋହ ସଂଗଠିତ ହୋଇଥିଲା। ଏହାର ଠିକ୍ ପାଖାପାଖି ସମୟରେ 1857ରୁ 1864 ପର୍ଯ୍ୟନ୍ତ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସମ୍ବଲପୁର ବିଦ୍ରୋହ ଦେଖାଦେଇଥିଲା। ଆଉ ତାପରେ 1867ରୁ 67 ମଧ୍ୟରେ କେନ୍ଦୁଝର ଏବଂ ବଣାଇ ଅଞ୍ଚଳରେ ରତ୍ନନାୟକଙ୍କ ନେତୃତ୍ୱରେ ଭୂଇଆ ଏବଂ ଜୁଆଙ୍ଗ ବିଦ୍ରୋହ ହୋଇଥିଲା। ଖାଲି ଏହି ତାରିଖ ଆଉ ନାମଗୁଡ଼ିକୁ ଦେଖିଲେ ଲାଗେ ଯେପରି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେଉଥିଲା। କିନ୍ତୁ ଏହାର ପ୍ରକୃତ କାରଣ କ'ଣ ଥିଲା? ରାଧାକୃଷ୍ଣ ଦଣ୍ଡସେନା କିମ୍ବା ବୀର ସୁରେନ୍ଦ୍ର ସାଏଙ୍କ ଭଳି ନେତାମାନେ ହଠାତ୍ କାହିଁକି ଅସ୍ତ୍ର ଉଠାଇଲେ? ଏହିସବୁ ବିଦ୍ରୋହର କାରଣକୁ ବୁଝିବାକୁ ହେଲେ ଆମକୁ ସେହି ସମୟର ମେକାନିଜମ୍ ବା କାର୍ଯ୍ୟପ୍ରଣାଳୀକୁ ବୁଝିବାକୁ ହେବ। ବ୍ରିଟିଶମାନେ କେବଳ ଶାସନ କରୁନଥିଲେ, ସେମାନେ ଆଇନଗତ ଭାବେ ସ୍ଥାନୀୟ ଲୋକଙ୍କର ମୌଳିକ ଅଧିକାରକୁ ଛଡ଼ାଇ ନେଉଥିଲେ।
ମାନେ ସିଧାସଳଖ ଶୋଷଣ। ହଁ, ଯଦି ଆମେ ସବର ବିଦ୍ରୋହ କଥା ନେବା, ବ୍ରିଟିଶମାନଙ୍କର ଭୂମି ନୀତି ଆଉ ଟିକସ ବ୍ୟବସ୍ଥା ଏତେ କଠୋର ଥିଲା ଯେ ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀମାନେ ନିଜ ଜାଗାରେ ହିଁ ଅପରିଚିତ ହୋଇଗଲେ। ସେମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରୁ ବଞ୍ଚିତ କରାଗଲା। ସମ୍ବଲପୁର ବିଦ୍ରୋହ କ୍ଷେତ୍ରରେ ପରିସ୍ଥିତି ଆହୁରି ଭିନ୍ନ ଥିଲା। ସେଠାରେ ବ୍ରିଟିଶ ସରକାର ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ପ୍ରୟୋଗ କରିଥିଲେ। ଏହି ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ଏହା ପ୍ରକୃତରେ ସାଧାରଣ ଲୋକଙ୍କ ଜୀବନକୁ କିପରି ପ୍ରଭାବିତ କରୁଥିଲା? କାରଣ ବହିରୁ ପଢ଼ିଲେ ଏହା କେବଳ ଗୋଟିଏ ସାମ୍ରାଜ୍ୟ ବିସ୍ତାର ନୀତି ପରି ଲାଗେ, ଯେଉଁଥିରେ ରାଜାଙ୍କର ପୁଅ ନଥିଲେ ରାଜ୍ୟର ଇଂରେଜଙ୍କ ଅକ୍ତିଆରକୁ ଚାଲିଯାଏ। ଯାହା ସ୍ଥାନୀୟ ଚାଷୀ ଆଉ ଆଦିବାସୀମାନଙ୍କ ପାଇଁ ବୁଝିବା କିମ୍ବା ଦେବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ଓହୋ, ତେଣୁ ବୀର ସୁରେନ୍ଦ୍ର ସାଏ କେବଳ ସିଂହାସନ ପାଇଁ ଲଢ଼ୁନଥିଲେ। ବିଲକୁଲ ନୁହେଁ। ସେ ଏହି ନୂତନ ଏବଂ ନିର୍ଦ୍ଦୟ ଅର୍ଥନୈତିକ ବ୍ୟବସ୍ଥା ବିରୋଧରେ ସାଧାରଣ ଲୋକମାନଙ୍କର ଅସନ୍ତୋଷର ନେତୃତ୍ୱ ନେଉଥିଲେ। ସେହିପରି ଭୂୟାଁ ଏବଂ ଜୁଆଙ୍ଗ ବିଦ୍ରୋହରେ ମଧ୍ୟ ସମାନ କଥା। ରତ୍ନନାୟକ ସ୍ଥାନୀୟ ରାଜା ଧନୁର୍ଜୟଙ୍କ ବିରୋଧରେ ଲଢ଼ୁଥିଲେ, କାରଣ ସେହି ରାଜା ବ୍ରିଟିଶମାନଙ୍କର ହାତବାରିସି ସାଜି ନିଜ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ। ଅର୍ଥାତ୍ ଏହି ପ୍ରାରମ୍ଭିକ ବିଦ୍ରୋହଗୁଡ଼ିକ ଜଳ, ଜଙ୍ଗଲ ଆଉ ଜମି ଉପରେ ହେଉଥିବା ହସ୍ତକ୍ଷେପର ଏକ ସାମୂହିକ ପ୍ରତିକ୍ରିୟା ଥିଲା। ଏହା ପ୍ରକୃତରେ ବହୁତ ରୋଚକ। ମାନେ ସମସ୍ୟାଟା କେବଳ କିଏ ରାଜା ହେବ ସେଥିରେ ନଥିଲା, ବରଂ ଜଙ୍ଗଲର ଗୋଟିଏ ଶୁଖିଲା ଡାଳ ଭାଙ୍ଗିବା ପାଇଁ କାହାଠାରୁ ଅନୁମତି ନେବାକୁ ପଡ଼ିବ, ସେହିଠାରୁ ହିଁ ବିଦ୍ରୋହର ନିଆଁ ଜଳିଥିଲା। ଆଉ ଏଇ ନିଆଁ ଧୀରେ ଧୀରେ ବ୍ୟାପିବାକୁ ଲାଗିଲା। ଆମ 1890ରୁ 1940 ଦଶକ ଆଡ଼କୁ ଅଗ୍ରସର ହେଲେ ଆମେ ଦେଖୁଛୁ ଯେ ସଂଗ୍ରାମର ପରିସର କିପରି ବଦଳି ଯାଇଥିଲା। 1899ରୁ 1900 ମସିହାରେ ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ମୁଣ୍ଡା ବିଦ୍ରୋହ ହୋଇଥିଲା ଏବଂ ଏଠାରେ ଗୋଟିଏ ଇଂରାଜୀ ଶବ୍ଦ ବାରମ୍ବାର ଆସୁଛି, ଲ୍ୟାଣ୍ଡ ଏଲିଏନେସନ୍ ବା ଜମି ହସ୍ତାନ୍ତର। ଆଇନଗତ ଭାବରେ ଆଦିବାସୀମାନଙ୍କର ଜମି ଛଡ଼ାଇ ନେବାର ଏକ ବ୍ୟବସ୍ଥା। ଏହା ବାସ୍ତବରେ କିପରି କାମ କରୁଥିଲା? ଜମି ହସ୍ତାନ୍ତର ପ୍ରକ୍ରିୟାଟି ଥିଲା ଅତ୍ୟନ୍ତ ଚତୁର। ବ୍ରିଟିଶମାନେ ଏପରି କିଛି ଜଟିଳ ଆଇନ ଆଣିଲେ ଯେଉଁଥିରେ ଆଦିବାସୀମାନଙ୍କର ଜମି ଉପରେ ଥିବା ସାମୂହିକ ଅଧିକାରକୁ ଅସ୍ୱୀକାର କରାଗଲା। ସେମାନଙ୍କୁ ସିଧା କୁହାଗଲା ଯେ ଜମିର ବ୍ୟକ୍ତିଗତ ପଟ୍ଟା କିମ୍ବା ରେକର୍ଡ ଦେଖାଅ। କିନ୍ତୁ ସରଳ ଆଦିବାସୀମାନେ ତ ପିଢ଼ି ପିଢ଼ି ଧରି ବିନା କାଗଜପତ୍ରରେ ସେହି ମାଟିରେ ରହି ଆସୁଥିଲେ। ସେଇଠି ତ ସମସ୍ୟା ହେଲା। ସେମାନେ ଏହି ନୂଆ ଆଇନ ବୁଝିପାରିଲେ ନାହିଁ, ଆଉ ଏହାର ସୁଯୋଗ ନେଇ ବାହାରୁ ଆସିଥିବା ସାହୁକାର ଏବଂ ମହାଜନମାନେ ସେମାନଙ୍କୁ ଋଣ ଜାଲରେ ଛନ୍ଦିଦେଲେ। ଆଇନଗତ ଉପାୟରେ ସେମାନଙ୍କର ଅମୂଲ୍ୟ ଜମିକୁ ନିଜ ନାମରେ କରିନେଲେ। ଆଚ୍ଛା, ଆଉ ବିର୍ସା ମୁଣ୍ଡା ଏହି ପ୍ରକ୍ରିୟାକୁ ବୁଝିପାରିଥିଲେ? ହଁ, ସେ କେବଳ ଧାର୍ମିକ ଜାଗରଣ ଆଣିନଥିଲେ, ବରଂ ଏହି ପ୍ରଶାସନିକ ଲୁଣ୍ଠନ ବିରୋଧରେ ଲୋକଙ୍କୁ ଏକାଠି କରିଥିଲେ। ତାଙ୍କର ସଂଗ୍ରାମ ଥିଲା ଯେ ମାଟି ଆମର, ତେଣୁ ନିୟମ ବି ଆମର ହିଁ ହେବା ଦରକାର। ଏହି ବିଚାରଧାରା ହିଁ ପରବର୍ତ୍ତୀ ସମୟରେ ମଧ୍ୟ ଦେଖିବାକୁ ମିଳିଲା, ଯେପରିକି 1930ରୁ 40 ଦଶକରେ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଜମିଦାରମାନଙ୍କର ଶୋଷଣ ବିରୋଧରେ ହୋଇଥିବା ପ୍ରତିରୋଧ। ଆଉ ସବୁଠାରୁ ବଡ଼ ପରିବର୍ତ୍ତନ ବୋଧହୁଏ ଆସିଲା 1942ରୁ 1945 ମସିହାର ନବରଙ୍ଗପୁର ଆଦିବାସୀ ବିଦ୍ରୋହ ବେଳେ, ଯାହା ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ହୋଇଥିଲା। ଏହି ଆନ୍ଦୋଳନ ସିଧାସଳଖ ଦେଶର କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ବା ଭାରତ ଛାଡ଼ ଆନ୍ଦୋଳନ ସହିତ ଯୋଡ଼ି ହୋଇଗଲା। ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳର ଜଙ୍ଗଲ ଅଧିକାର ଲଢ଼େଇ କିପରି ସମଗ୍ର ଦେଶର ସ୍ୱାଧୀନତା ସଂଗ୍ରାମ ସହ ଏକାକାର ହୋଇଗଲା, ତା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ସ୍ଥାନୀୟ ଲୋକେ କେମିତି ହୃଦୟଙ୍ଗମ କଲେ ଯେ ସେମାନଙ୍କର ଅସଲ ଶତ୍ରୁ କେବଳ ସ୍ଥାନୀୟ ଜମିଦାର ନୁହନ୍ତି, ବରଂ ପୂରା ଉପନିବେଶିକ ବ୍ୟବସ୍ଥା। ଏହିଠାରେ ହିଁ ନେତୃତ୍ୱର ଭୂମିକା ଆସେ। ଲକ୍ଷ୍ମଣ ନାୟକଙ୍କ ପରି ନେତାମାନେ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଇଥିଲେ ଯେ ସ୍ଥାନୀୟ ସ୍ତରରେ ଯେଉଁ ଟିକସ ଆଦାୟକାରୀ ବା ଜମିଦାର ଅତ୍ୟାଚାର କରୁଛନ୍ତି, ସେମାନେ କେବଳ ଏକ ବଡ଼ ଗଛର ଡାଳ ମାତ୍ର। ପ୍ରକୃତ ଚେର ହେଉଛି ବ୍ରିଟିଶ ସାମ୍ରାଜ୍ୟ। ବିଲକୁଲ। ଯେପର୍ଯ୍ୟନ୍ତ ସେହି ଚେରକୁ ନ ଉପାଡ଼ିଛୁ, ସେପର୍ଯ୍ୟନ୍ତ ଏହି ଶୋଷଣ ବନ୍ଦ ହେବ ନାହିଁ। ଏହି ଗୋଟିଏ ଚିନ୍ତାଧାରା ସ୍ଥାନୀୟ ଆଦିବାସୀମାନଙ୍କୁ ଦେଶର ମୁଖ୍ୟ ସ୍ରୋତ ସହିତ ଯୋଡ଼ିଦେଲା। ସେମାନେ ବୁଝିଗଲେ ଯେ ସେମାନଙ୍କର ଜଙ୍ଗଲରେ ସ୍ୱାଧୀନତା ଭାରତବର୍ଷର ସ୍ୱାଧୀନତାଠାରୁ ଅଲଗା ନୁହେଁ। ଇତିହାସର ଏହି ଯାତ୍ରା ପ୍ରକୃତରେ ରୋମାଞ୍ଚକର। ଆମେ ଦେଖିଲେ 1850 ଦଶକରେ ତୀରଧନୁ ଧରି ଲଢ଼ୁଥିବା ଲୋକମାନେ 1940 ବେଳକୁ ଜାତୀୟ ଆନ୍ଦୋଳନର ଅଂଶ ପାଲଟିଗଲେ। କିନ୍ତୁ କାହାଣୀ ତ ଏଠାରେ ସରୁନାହିଁ। ଦେଶ ସ୍ୱାଧୀନ ହେଲା, ବ୍ରିଟିଶମାନେ ଗଲେ, କିନ୍ତୁ ଆଦିବାସୀମାନଙ୍କର ଜଳ, ଜଙ୍ଗଲ ଓ ଜମି ପ୍ରତି ଥିବା ବିପଦ ଆଦୌ ଦୂର ହେଲା ନାହିଁ।
ବରଂ ଏହା ଏକ ନୂଆ ଏବଂ ଆଧୁନିକ ରୂପ ନେଲା। ହଁ, ଏବେ ଆମେ ଆଲୋଚନା କରିବା ଆଧୁନିକ ସମୟର ଏକ ବଡ଼ ଆହ୍ୱାନ ବିଷୟରେ, ନିୟମଗିରି ସଂଗ୍ରାମ। ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ବ୍ୟାପି ରହିଥିବା ଏହି ସବୁଜ ସୁନ୍ଦର ପାହାଡ଼ ଏବଂ ତା ଉପରେ ନଜର ପକାଇଥିଲା ବେଦାନ୍ତ କମ୍ପାନୀ। ସେମାନଙ୍କର ଲକ୍ଷ୍ୟ ଥିଲା ସେହି ପାହାଡ଼ରୁ ବିପୁଳ ପରିମାଣର ବକ୍ସାଇଟ୍ ଖଣିଜ ଉତ୍ତୋଳନ କରିବା। ଆଉ ଏହାର ପ୍ରତିରୋଧ କରୁଥିଲେ ସେହି ଅଞ୍ଚଳର ମୂଳ ନିବାସୀ ଡଙ୍ଗରିଆ କନ୍ଦ ସମ୍ପ୍ରଦାୟ, ଯେଉଁମାନଙ୍କୁ PVTG ଅର୍ଥାତ୍ ପର୍ଟିକୁଲାରଲି ଭଲନେରେବଲ୍ ଟ୍ରାଇବାଲ୍ ଗ୍ରୁପ୍ ଭାବରେ ଚିହ୍ନଟ କରାଯାଇଛି। ସେମାନଙ୍କ ପାଇଁ ନିୟମଗିରି କେବଳ ପଥର ଆଉ ମାଟିର ପାହାଡ଼ ନୁହେଁ। ନା, ତାହା ହେଉଛି ସେମାନଙ୍କର ସର୍ବୋଚ୍ଚ ଦେବତା ନିୟମ ରାଜାଙ୍କ ବାସସ୍ଥାନ। ଠିକ୍ କହିଲେ। ଆଉ ଏହାକୁ ରକ୍ଷା କରିବା ପାଇଁ ଯେଉଁ ଲଢ଼ାଇ ହେଲା, ତାହା କୌଣସି ଶାରୀରିକ ଯୁଦ୍ଧ ନଥିଲା, ବରଂ ଏହା ଥିଲା ଏକ ବହୁତ ବଡ଼ ଆଇନଗତ ଏବଂ ସାମ୍ବିଧାନିକ ଲଢ଼ାଇ। ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଲା, ଆଉ ତାପରେ ଯାହା ହେଲା ତାହା ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ଇତିହାସ। ଆପଣ ସେହି ଆଇନଗତ ପ୍ରକ୍ରିୟା ବିଷୟରେ ଟିକେ ବିସ୍ତୃତ ଭାବରେ ବୁଝାଇବେ କି, କିପରି ସୁପ୍ରିମକୋର୍ଟ ସେହି ଆଦିବାସୀମାନଙ୍କୁ ସଶକ୍ତ କଲେ? ନିୟମଗିରି ଘଟଣାଟି କେବଳ ଏକ ସାଧାରଣ କୋର୍ଟ ମାମଲା ନଥିଲା, ଏହା ଥିଲା ପରିବେଶ ଆଇନ ଏବଂ ଆଦିବାସୀ ଅଧିକାରର ସବୁଠାରୁ ବଡ଼ ପରୀକ୍ଷା। ସାଧାରଣତଃ ଯେତେବେଳେ ବଡ଼ ପ୍ରକଳ୍ପ ଆସେ, ସରକାରୀ ସ୍ତରରେ ପରିବେଶ ମଞ୍ଜୁରୀ ସହଜରେ ମିଳିଯାଏ, କିନ୍ତୁ ଏଠାରେ ସୁପ୍ରିମକୋର୍ଟ ଏକ ଯୁଗାନ୍ତକାରୀ ରାୟ ଶୁଣାଇଲେ। ଆଚ୍ଛା, ସେମାନେ କ'ଣ କହିଲେ? ସେମାନେ ସ୍ପଷ୍ଟ କଲେ ଯେ ଡଙ୍ଗରିଆ କନ୍ଧମାନଙ୍କର ସାଂସ୍କୃତିକ ଏବଂ ଧର୍ମୀୟ ବିଶ୍ୱାସର ମୂଲ୍ୟ କୌଣସି କର୍ପୋରେଟ୍ କମ୍ପାନୀର ଆର୍ଥିକ ଲାଭଠାରୁ ଆଦୌ କମ୍ ନୁହେଁ। କୋର୍ଟ ନିର୍ଦ୍ଦେଶ ଦେଲେ ଯେ ନିଷ୍ପତ୍ତି ଦିଲ୍ଲୀ କିମ୍ବା ଭୁବନେଶ୍ୱରର କୌଣସି ବନ୍ଦ କୋଠରୀରେ ନିଆଯିବ ନାହିଁ, ବରଂ ଏହା ସେହି ପାହାଡ଼ ଉପରେ ଥିବା ପ୍ରଭାବିତ ଗାଁଗୁଡ଼ିକର ଗ୍ରାମସଭା ନେବ। ଏହାକୁ ତ ଆମେ ଦେଶର ପ୍ରଥମ ପରିବେଶ ଜନମତ ସଂଗ୍ରହ ବା ଫାଷ୍ଟ ଏନଭାଇରନମେଣ୍ଟାଲ ରେଫରେଣ୍ଡମ ବୋଲି କହିପାରିବା। ବିଲକୁଲ। ଗ୍ରାମସଭା, ଯାହାକି ଗଣତନ୍ତ୍ରର ସବୁଠାରୁ ତୃଣମୂଳ ସ୍ତରର ଅନୁଷ୍ଠାନ, ତାହାକୁ ଏକ ବିଶାଳ କମ୍ପାନୀର ଭାଗ୍ୟ ନିର୍ଦ୍ଧାରଣ କରିବାର ଭିଟୋ ପାୱାର ମିଳିଗଲା। ଏବଂ ଯେତେବେଳେ ଗ୍ରାମସଭା ବସିଲା, ସମସ୍ତ 12ଟି ଯାକ ଗ୍ରାମସଭା ସର୍ବସମ୍ମତିକ୍ରମେ ଖଣି ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କଲେ। ତାଙ୍କ ଦେବତାଙ୍କୁ କାଟିନେବାକୁ ସେମାନେ ସିଧାସଳଖ ମନା କରିଦେଲେ, ଆଉ ଖଣି ଖନନ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଲା। ଏହା ଏକ ପ୍ରକୃତରେ ଏକ ନ୍ୟାସନାଲ ପ୍ରେସିଡେଣ୍ଟ ବା ଜାତୀୟ ଉଦାହରଣ ପାଲଟିଲା। ହଁ, ଆରଂ ଏହା ଦେଖାଇଦେଲା ଯେ ତୀରଧନୁ ଦରକାର ନାହିଁ, ଆଇନର ବହି ଏବଂ ଗ୍ରାମସଭାର ଖାତା ମଧ୍ୟ ଏକ ଶକ୍ତିଶାଳୀ ଅସ୍ତ୍ର ହୋଇପାରେ। ଏହାକୁ ଆମେ ଇତିହାସର ଏକ ଡେଭିଡ୍ ଏବଂ ଗୁଲିଆତ ଯୁଦ୍ଧ ସହିତ ତୁଳନା କରିପାରିବା, ଯେଉଁଠି ଛୋଟ ଗାଁବାଲା ଏତେ ବଡ଼ କମ୍ପାନୀକୁ ହରାଇଦେଲେ। କିନ୍ତୁ ଦେଖନ୍ତୁ, ଆଇନଗତ ଲଢ଼ାଇ ସବୁବେଳେ ସବୁଠି ସମ୍ଭବ ହୁଏ ନାହିଁ। ସତ କଥା। ଏହାର ଏକ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଆମେ ଦେଖିବାକୁ ପାଇଲୁ ପୋସ୍କୋ ବିରୋଧୀ ଆନ୍ଦୋଳନରେ। ହଁ, ପୋସ୍କୋର ପରିସ୍ଥିତି ନିୟମଗିରିଠାରୁ ବହୁତ ଅଲଗା ଥିଲା। ଆସନ୍ତୁ ସେହି ଆନ୍ଦୋଳନର ପରିସରକୁ ଟିକେ ଆକଳନ କରିବା। ଏହି ଲଢ଼େଇ ଆରମ୍ଭ ହୋଇଥିଲା 2005 ମସିହାରେ ଏବଂ ଚାଲିଲା 2017 ପର୍ଯ୍ୟନ୍ତ, ମାନେ ପୁରା 12 ବର୍ଷର ଏକ ସୁଦୀର୍ଘ ସଂଗ୍ରାମ। ଏକ ଲମ୍ବା ଲଢ଼ାଇ। ଘଟଣାଟି ଥିଲା ଜଗତସିଂହପୁର ଜିଲ୍ଲାରେ, ଯେଉଁଠି ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋ ବାର୍ଷିକ 12 ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଚାହୁଁଥିଲା। ଏଥିପାଇଁ ଢିଙ୍କିଆ, ଗୋବିନ୍ଦପୁର ଏବଂ ନୂଆଗାଁ ଅଞ୍ଚଳର ପ୍ରାୟ 4000 ଏକର ଜମି ଦରକାର ଥିଲା। ପ୍ରାୟ 22,000 ଲୋକ ନିଜର ଭିଟାମାଟି ହରାଇ ବିସ୍ଥାପିତ ହେବାର ଭୟ ଥିଲା। ଏଠାରେ ପୁଣି ସେହି ପ୍ରଶ୍ନ ଉଠୁଛି, ଏତେ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ମାନେ ବିପୁଳ ନିଯୁକ୍ତି ସୁଯୋଗ, ତେବେ ଲୋକମାନେ ଏତେ ଉଗ୍ର ଭାବରେ ଏହାକୁ ବିରୋଧ କାହିଁକି କଲେ? ସେମାନଙ୍କର କ'ଣ ହରାଇବାର ଥିଲା? ଏହି ପ୍ରଶ୍ନର ଉତ୍ତର ସେହି ଅଞ୍ଚଳର ସ୍ଥାନୀୟ ଅର୍ଥନୀତିରେ ହିଁ ଲୁଚି ରହିଛି। ଦେଖନ୍ତୁ, ଜଗତସିଂହପୁରର ସେହି ଅଞ୍ଚଳ କୌଣସି ଶୁଖିଲା ପଡ଼ିଆ ନଥିଲା। ତାହା ଥିଲା ଅତ୍ୟନ୍ତ ଉର୍ବର ଏବଂ ଲାଭଦାୟକ କୃଷିଭିତ୍ତିକ ଅର୍ଥନୀତିର କେନ୍ଦ୍ର। ଆଚ୍ଛା, ସେଠାରେ ମୁଖ୍ୟତଃ କ'ଣ ଚାଷ ହେଉଥିଲା? ସେଠାରେ ଥିଲା ହଜାର ହଜାର ପାନବରଜ, ଯାହାକି ସ୍ଥାନୀୟ ଲୋକଙ୍କୁ ବର୍ଷସାରା ବହୁତ ଭଲ ରୋଜଗାର ଦେଉଥିଲା। ଏହାସହ କାଜୁ ଏବଂ ମାଛ ଚାଷ ମଧ୍ୟ ସେମାନଙ୍କ ଜୀବିକାର ମୁଖ୍ୟ ଉତ୍ସ ଥିଲା। ଓହୋ, ତେଣୁ କମ୍ପାନୀ ଯେଉଁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଉଥିଲା, ତାହା ଏହି ସ୍ଥାୟୀ ରୋଜଗାର ତୁଳନାରେ ବହୁତ କମ୍ ଥିଲା। ବିଲକୁଲ। ଲୋକମାନେ ସ୍ପଷ୍ଟ ବୁଝିପାରୁଥିଲେ ଯେ ନିଜର ସୁନାଫଳା ମାଟିକୁ ଟେକି ଦେଇ କମ୍ପାନୀରେ ଦିନମଜୁରିଆ ହେବା କୌଣସି ବିକାଶ ନୁହେଁ। ସେଥିପାଇଁ ସେମାନଙ୍କର ବିରୋଧ ଏତେ ତୀବ୍ର ଥିଲା।
ଆଉ ସେହି ବିରୋଧର ଶୈଳୀ ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ନିୟମଗିରି ଭଳି ଏଠାରେ କେବଳ କୋର୍ଟ ଭିତରେ ମାମଲା ସୀମିତ ରହିନଥିଲା। ଲୋକମାନେ ଡାଇରେକ୍ଟ ଫିଜିକାଲ ଆକ୍ସନ ଅର୍ଥାତ୍ ପ୍ରତ୍ୟକ୍ଷ ଶାରୀରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ହଁ, ମହିଳା ଆଉ ପିଲାମାନଙ୍କୁ ମିଶାଇ ସମସ୍ତେ ଗାଁ ବାହାରେ ମାନବ ଶୃଙ୍ଖଳା କରି ରାସ୍ତା ଅବରୋଧ କଲେ। ବର୍ଷ ବର୍ଷ ଧରି ସେମାନେ ପ୍ରଶାସନ କିମ୍ବା ପୁଲିସ କାହାକୁ ବି ଗାଁ ଭିତରକୁ ପୁରାଇ ଦେଲେ ନାହିଁ। ଧାରଣା, ର୍ୟାଲି, ଅନସନ୍ ନୀତିଦିନିଆ ଘଟଣା ପାଲଟିଗଲା। ଏଥିସହିତ ପରିବେଶ କର୍ମୀମାନଙ୍କୁ ସାମିଲ କରି ମାସ୍ ମୋବିଲାଇଜେସନ ବା ଗଣସମାବେଶ କରାଗଲା ଏବଂ କୋର୍ଟରେ ଲିଗଲ ଫ୍ରିକ୍ସନ ମଧ୍ୟ ଜାରି ରହିଲା। ଶେଷରେ ସରକାର ଏବଂ କମ୍ପାନୀ ହାର ମାନିଲେ। 2017ରେ ପ୍ରକଳ୍ପ ବାତିଲ ହେଲା। କିନ୍ତୁ ପ୍ରଶ୍ନ ଉଠୁଛି, ଗୋଟିଏ ରାଜ୍ୟରେ ଏତେ ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀ ବିରୋଧରେ ସାଧାରଣ ଲୋକ ଏକାଠି ହୋଇ ଏତେ ବଡ଼ ବିଜୟ ହାସଲ କରିବା କିପରି ସମ୍ଭବ ହେଲା? ଏହି ରଣନୀତି ପଛର ବିଜ୍ଞାନ କ'ଣ? ଏହି ସଫଳତାର ରହସ୍ୟକୁ ଆମେ ଏକ ସରଳ ଉଦାହରଣ ମାଧ୍ୟମରେ ବୁଝିପାରିବା। ଆମ ଶରୀରର ଇମ୍ୟୁନ୍ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କିପରି କାମ କରେ। ଯେତେବେଳେ କୌଣସି ବାହ୍ୟ ଶତ୍ରୁ ଆକ୍ରମଣ କରେ, ସେତେବେଳେ ଆମର ଶ୍ୱେତ ରକ୍ତ କଣିକାଗୁଡ଼ିକ ତୁରନ୍ତ ସେହି ସ୍ଥାନକୁ ଯାଇ ତାକୁ ପ୍ରତିରୋଧ କରନ୍ତି। ତାହା ହେଉଛି ତାତ୍କାଳିକ ପ୍ରତିକ୍ରିୟା। କିନ୍ତୁ ସେତିକି ଯଥେଷ୍ଟ ନୁହେଁ। ହଁ, ତା ସହିତ ଆଣ୍ଟିବଡି ବି ଦରକାର। ବିଲକୁଲ। ଶରୀର ଭିତରେ ଆଣ୍ଟିବଡି ମଧ୍ୟ ତିଆରି ହୁଏ, ଯାହା ସେହି ଶତ୍ରୁକୁ ଦୀର୍ଘସ୍ଥାୟୀ ଭାବରେ ନଷ୍ଟ କରିବା ପାଇଁ ବ୍ୟବସ୍ଥା କରେ। ପୋସ୍କୋ ଆନ୍ଦୋଳନରେ ମଧ୍ୟ ଠିକ୍ ସେହିପରି ମଲ୍ଟି-ପ୍ରଙ୍ଗଡ୍ ଷ୍ଟ୍ରାଟେଜି ବା ବହୁମୁଖୀ ରଣନୀତି ପ୍ରୟୋଗ ହୋଇଥିଲା। ଗ୍ରାମବାସୀଙ୍କର ମାନବ ଶୃଙ୍ଖଳା ଏବଂ ରାସ୍ତା ଅବରୋଧ ଥିଲା ସେହି ଶ୍ୱେତ ରକ୍ତ କଣିକା ପରି, ଯାହା ପ୍ରଶାସନର ତୁରନ୍ତ ପ୍ରବେଶକୁ ଅଟକାଇ ଦେଇଥିଲା। ଆଉ ଅନ୍ୟପଟେ ପରିବେଶବିତ୍ ଓ ଆଇନଜୀବୀମାନେ ଯେଉଁ ଆଇନଗତ ଲଢ଼େଇ କରୁଥିଲେ, ତାହା ଥିଲା ଆଣ୍ଟିବଡି ପରି, ଯାହା ପ୍ରକଳ୍ପର ପରିବେଶ ମଞ୍ଜୁରୀକୁ ଭିତରୁ ଦୁର୍ବଳ କରିଦେଇଥିଲା। ବାଃ, ଏହି ଇମ୍ୟୁନ୍ ସିଷ୍ଟମ ଉଦାହରଣଟି ପ୍ରକୃତରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବହୁତ ସ୍ପଷ୍ଟ କରିଦେଉଛି। କେବଳ ଭାବପ୍ରବଣତା ନୁହେଁ, ବରଂ ଶାରୀରିକ ପ୍ରତିରୋଧ ସହ ଆଇନଗତ ଚାପର ଏହି ନିଖୁଣ ସମନ୍ୱୟ ହିଁ ଏତେ ବଡ଼ ବିଜୟ ଆଣିଦେଲା। ତେବେ ଏବେ ଆମେ ଆଲୋଚନାର ଏକ ସାରାଂଶ ବା ସିନ୍ଥେସିସ୍ ଆଡ଼କୁ ଯିବା। ଯଦି ଆମେ ଏହି ଦୁଇଟି ଆଧୁନିକ ଆନ୍ଦୋଳନକୁ ପାଖାପାଖି ରଖି ତୁଳନା କରିବା, ତେବେ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ହଁ, ନିୟମଗିରିରେ ମୁଖ୍ୟ ବିପଦ ଥିଲା ବକ୍ସାଇଟ୍ ଖଣି, ଯାହା ଏକ ଆଧ୍ୟାତ୍ମିକ ଭୂମିକୁ ନଷ୍ଟ କରିଦେଇଥାନ୍ତା, ଏବଂ ତାହାର ପ୍ରତିରୋଧ ହେଲା ମୁଖ୍ୟତଃ ଆଇନଗତ ଉପାୟରେ ଏବଂ ଗ୍ରାମସଭାର ଶକ୍ତି ବଳରେ। ଆଉ ଅନ୍ୟପଟେ ପୋସ୍କୋ କ୍ଷେତ୍ରରେ ବିପଦ ଥିଲା ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ ଯୋଗୁଁ ହେବାକୁ ଥିବା ବ୍ୟାପକ ବିସ୍ଥାପନ ଏବଂ କୃଷିଭିତ୍ତିକ ଅର୍ଥନୀତିର ବିନାଶ। ଏହାର ପ୍ରତିରୋଧ ହେଲା ତୀବ୍ର ସାମୂହିକ ଏବଂ ପ୍ରତ୍ୟକ୍ଷ ଆନ୍ଦୋଳନ ଦ୍ୱାରା। ଲକ୍ଷ୍ୟ କଲେ ଜଣାପଡ଼ିବ ଯେ ରଣନୀତି ଅଲଗା ହୋଇପାରେ, କିନ୍ତୁ ଆତ୍ମା ଗୋଟିଏ। ଆମ ସମ୍ମୁଖରେ ଥିବା ତଥ୍ୟ ଏହାକୁ ଏକ ଅନବ୍ରୋକେନ୍ ଲିନିଏଜ୍ ଅର୍ଥାତ୍ ଏକ ଅବିଚ୍ଛିନ୍ନ ଧାରା ବୋଲି ଦର୍ଶାଉଛି। ନିଶ୍ଚିତ ଭାବରେ 1850 ମସିହାର ଉପନିବେଶବାଦ ବିରୋଧୀ ବିଦ୍ରୋହଠାରୁ ଆରମ୍ଭ କରି ବର୍ତ୍ତମାନର ଶିଳ୍ପାୟନ ବିରୋଧୀ ସଂଗ୍ରାମ ପର୍ଯ୍ୟନ୍ତ ଏକ ସ୍ପଷ୍ଟ ନିରନ୍ତରତା ବଜାୟ ରହିଛି। ଯଦି ଆମେ ସମୟଚକ୍ରକୁ ଦେଖିବା, 1857ରେ ଯେତେବେଳେ ସମ୍ବଲପୁରରେ ଲୋକେ ନିଜ ଅଧିକାର ପାଇଁ ବ୍ରିଟିଶମାନଙ୍କୁ ସାମ୍ନା କରୁଥିଲେ, ସେତେବେଳେ ସେମାନଙ୍କ ହାତରେ ଥିଲା ପାରମ୍ପରିକ ଅସ୍ତ୍ର। ଆଉ 2005ରେ ଯେତେବେଳେ ପୋସ୍କୋ ଆସିଲା, ଲୋକମାନେ ରାସ୍ତା ଉପରେ ହାତ ଧରାଧରି ହୋଇ ପ୍ରାଚୀର ଭଳି ଛିଡ଼ା ହୋଇଗଲେ। ମାଧ୍ୟମ ବଦଳିଛି, ଅସ୍ତ୍ର ବଦଳିଛି, କିନ୍ତୁ ପାୱାର ଅଫ୍ ଗ୍ରାସରୁଟ୍ ୟୁନିଟି ବା ତୃଣମୂଳ ସ୍ତରର ଏକତାର ଶକ୍ତି ସମାନ ରହିଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସ୍ଥାନୀୟ ବିଜୟଗୁଡ଼ିକ କେବଳ ଓଡ଼ିଶା କିମ୍ବା ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ଗ୍ଲୋବାଲ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ସତରେ କି? ମାନେ ବିଶ୍ୱସ୍ତରର ମଧ୍ୟ ଏହାର ପ୍ରଭାବ ରହିଛି। ହଁ, ଆଜି ଆମାଜନ୍ ଜଙ୍ଗଲରେ ହେଉ କିମ୍ବା ଆଫ୍ରିକାର କୌଣସି ଆଦିବାସୀ ଅଞ୍ଚଳରେ ଯେତେବେଳେ କର୍ପୋରେଟ୍ ଶୋଷଣ ବିରୋଧରେ ଲଢ଼େଇ ହୁଏ, ସେତେବେଳେ ନିୟମଗିରିର ଗ୍ରାମସଭା ଭିଟୋ କିମ୍ବା ପୋସ୍କୋର ମାନବ ଶୃଙ୍ଖଳାକୁ ଏକ ସଫଳ ମଡେଲ ଭାବରେ ଦେଖାଯାଏ। ଏହା ପ୍ରମାଣିତ କରେ ଯେ ଯଦି ସ୍ଥାନୀୟ ସମ୍ପ୍ରଦାୟ ନିଜ ଅଧିକାର ବିଷୟରେ ସଚେତନ ହୁଅନ୍ତି ଏବଂ ତାକୁ ଆଇନଗତ ଓ ସାମୂହିକ ସମର୍ଥନ ମିଳେ, ତେବେ ବିଶ୍ୱର ଯେକୌଣସି ବଡ଼ ବ୍ୟବସ୍ଥାକୁ ମଧ୍ୟ ପରାସ୍ତ କରାଯାଇପାରିବ। ତେବେ ଏହି ସମ୍ପୂର୍ଣ୍ଣ ଆଲୋଚନାରୁ ଆମେ କ'ଣ ଶିଖିଲେ? ପରୀକ୍ଷା ଦୃଷ୍ଟିକୋଣରୁ କିଛି ପ୍ରମୁଖ ତଥ୍ୟକୁ ଯଦି ଆମେ ଏକାଠି କରିବା, 1856ର ଶବର ବିଦ୍ରୋହ, ଯାହାକି ଭୂମିନୀତି ବିରୋଧରେ ଥିଲା, ତାହା ଏକ ସ୍ଥାନୀୟ ଅସନ୍ତୋଷର ମଞ୍ଜି ବୁଣିଥିଲା। 1889ର ବିର୍ସା ମୁଣ୍ଡାଙ୍କର ଆନ୍ଦୋଳନ ଆମକୁ ଦେଖାଇଲା ଯେ ଆଇନର ଜଟିଳତା ମାଧ୍ୟମରେ କିପରି ଜମି ଲୁଟ୍ ହେଉଥିଲା ଏବଂ ତାର ମୁକାବିଲା କିପରି ହେଲା। ଏବଂ ଆଧୁନିକ ସମୟରେ
2005ର ପୋସ୍କୋ ଆନ୍ଦୋଳନ ଆମକୁ ଶିଖାଇଲା ଯେ ନିରନ୍ତର ସାମୂହିକ ପ୍ରୟାସ ଆଗରେ କର୍ପୋରେଟ୍ ଶକ୍ତି ମଧ୍ୟ ମୁଣ୍ଡ ନୁଆଇବାକୁ ବାଧ୍ୟ। ବୀର ସୁରେନ୍ଦ୍ର ସାଏଙ୍କଠାରୁ ଆରମ୍ଭ କରି ବିର୍ସା ମୁଣ୍ଡା ଏବଂ ଲକ୍ଷ୍ମଣ ନାଏକଙ୍କ ଭଳି ନେତାମାନେ ଏହି ବିଦ୍ରୋହର ଅଗ୍ନିଶିଖାକୁ ଜଳାଇ ରଖିଥିଲେ। ନିୟମଗିରି ଏବଂ ପୋସ୍କୋ କେବଳ ଦୁଇଟି ନାମ ନୁହଁ, ଏଗୁଡ଼ିକ ହେଉଛି ଜନସାଧାରଣଙ୍କ ବିଜୟର ପ୍ରତୀକ। ଏବଂ ଯଦି ଆମେ ପ୍ରାରମ୍ଭରେ ଆଲୋଚନା କରିଥିବା ସେହି ତିନୋଟି ମୂଳ ସ୍ତମ୍ଭକୁ ପୁଣିଥରେ ସ୍ମରଣ କରିବା, ତେବେ ଦେଖିବା ଯେ ପ୍ରତ୍ୟେକଟି ଆନ୍ଦୋଳନ ସେହି ସ୍ତମ୍ଭଗୁଡ଼ିକ ଚାରିପଟେ ହିଁ ଘୂରି ବୁଲୁଛି। ଶିଳ୍ପାୟନ ବିରୋଧୀ ଆନ୍ଦୋଳନ ପରିବେଶକୁ ବଞ୍ଚାଇଲା, ଦଳିତ ଓ ଆଦିବାସୀ ସଶକ୍ତିକରଣ ମାନବାଧିକାରକୁ ରକ୍ଷା କଲା ଏବଂ ଭାଷାଭିତ୍ତିକ ଓ ସାଂସ୍କୃତିକ ଅଧିକାରର ଲଢ଼େଇ ଲୋକଙ୍କର ପରିଚୟକୁ ସୁରକ୍ଷିତ ରଖିଲା। ଇତିହାସର ଏହି ଘଟଣାବଳୀରୁ ପ୍ରତ୍ୟେକଟି ତଥ୍ୟ, ନାମ ଏବଂ କାର୍ଯ୍ୟକାରଣ ସମ୍ପର୍କ ଭବିଷ୍ୟତର ଯେକୌଣସି ପରିସ୍ଥିତିକୁ ବୁଝିବା ପାଇଁ ଏକ ଦୃଢ଼ ମୂଳଦୁଆ ଯୋଗାଇବ ବୋଲି ମୋର ବିଶ୍ୱାସ। ସମ୍ପୂର୍ଣ୍ଣ ରୂପେ ଏକମତ। ଏହି ସମସ୍ତ ବିଶ୍ଳେଷଣ ପରେ ଆଜିର ଏହି ଗଭୀର ଅନୁଧ୍ୟାନକୁ ଶେଷ କରିବା ପୂର୍ବରୁ ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। ଆଚ୍ଛା, ସେଇଟା କ'ଣ? ଏକ ଏମିତି ଚିନ୍ତାଧାରା ଯାହା ବୋଧହୁଏ ଆଗାମୀ ଦିନରେ ବହୁତ ପ୍ରାସଙ୍ଗିକ ହେବ। ଦେଖନ୍ତୁ, ଆମେ ଆଜି ଦେଖିଲେ ଯେ ଔପନିବେଶିକ ଶାସନ ଏବଂ ଆଧୁନିକ କର୍ପୋରେଟ୍ ବିସ୍ଥାପନ ବିରୋଧରେ ସ୍ଥାନୀୟ ଲୋକେ କିପରି ସଫଳତାର ସହ ଲଢ଼ିଲେ। କିନ୍ତୁ ଭବିଷ୍ୟତରେ ଯେତେବେଳେ ଜଳବାୟୁ ପରିବର୍ତ୍ତନର ଭୟାବହ ରୂପ ସାମ୍ନାକୁ ଆସିବ କିମ୍ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଭଳି ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି କୌଣସି ବୃହତ୍ କର୍ପୋରେଟ୍ ସଂସ୍ଥା ପ୍ରାକୃତିକ ସମ୍ପଦ ଉପରେ ଆହୁରି ସୂକ୍ଷ୍ମ ଏବଂ ଜଟିଳ ଉପାୟରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବ, ସେତେବେଳେ ପରିସ୍ଥିତି କ'ଣ ହେବ? ଏହା ଏକ ଗମ୍ଭୀର ଚିନ୍ତାର ବିଷୟ। ହଁ, ଯେଉଁ ଐତିହାସିକ ପ୍ରତିରୋଧର ବ୍ଲୁପ୍ରିଣ୍ଟ ଓଡ଼ିଶାର ଜଙ୍ଗଲ ଏବଂ ଗାଁଗୁଡ଼ିକରେ ତିଆରି ହୋଇଛି, ସେହି ଗ୍ରାସରୁଟ୍ ଏକତା ସେହି ଅଦୃଶ୍ୟ ଏବଂ ଅତ୍ୟାଧୁନିକ ବିପଦର ମୁକାବିଲା କରିବା ପାଇଁ ନିଜକୁ କିପରି ରୂପାନ୍ତରିତ କରିବ? ଆଗାମୀ ଯୁଦ୍ଧ କେବଳ ମାଟି ଉପରେ ହେବ ନା ଡିଜିଟାଲ ସ୍ତରରେ ମଧ୍ୟ ଏହି ଆଦିବାସୀ ସଂଗ୍ରାମ ଏକ ନୂଆ ରୂପ ନେବ? ଏହି ଭାବନା ସହିତ ଆଜିର ଏହି ଗମ୍ଭୀର ଅନୁଧ୍ୟାନକୁ ଆମେ ଏଠାରେ ବିରାମ ଦେଉଛୁ।